ସିଏ ବି ତ ତୁମ ଭଲ ପାଇବାର ଯୋଗ୍ୟ ନା। ଯଦି ତୁମକୁ ଗୋଟିଏ ଏମିତି ଲାଇଫ୍ ପାର୍ଟନର ମିଳିଛି ଯିଏ କେବଳ ତୁମ ପାଇଁ ବଞ୍ଚିଛି, ତୁମର ବହୁତ କେୟାର କରୁଛି, ତୁମର ସବୁଠୁ ଅଧିକ ରେସ୍ପେକ୍ଟ କରୁଛି, ତ ସିଏ ବି ତ ଯୋଗ୍ୟ ନା। ସିଏ ବି ତ ମନେ ମନେ ତୁମଠାରୁ ଆଶା କରୁଥିବ ନା କି ତୁମେ ବି ତା'ର କେୟାର କର, ତାକୁ ତୁମର ଭଲ ପାଇବା ଦେଖାଅ, ତା'ର ବି ରେସ୍ପେକ୍ଟ କର। ଯେକୌଣସି ମଣିଷ ଯେବେ ଗୋଟିଏ ରିଲେସନସିପ୍ରେ ରହିଥାଏ ନା, ତ ସେ ମାଗୁ ବା ନ ମାଗୁ କିନ୍ତୁ ସେ ଡିଜର୍ଭ କରିଥାଏ ତୁମର ଟାଇମ୍, ତୁମର ଭଲ ପାଇବା, ତୁମର ରେସ୍ପେକ୍ଟ ଆଉ ତୁମର ବିଶ୍ୱାସ। କିନ୍ତୁ ବହୁତ ଖରାପ ଲାଗିଥାଏ ଯେବେ କେହି ଏସବୁ ପାଇଁ ତୁମକୁ ଭିକ ମାଗିଥାଏ। ପ୍ଲିଜ୍ କାହାକୁ କେବେ ତୁମ ଆଗରେ ନଇଁବାକୁ ଦିଅନି। ଯଦି କାହା ସହିତ ସମ୍ପର୍କ ଗଢ଼ୁଛ ତ ଏମିତି ଗଢ଼ କି ତୁମ ସାଥିରେ ଜୀବନ ସାରା ଚାଲିବାକୁ ତୁମ ସାଥୀକୁ ଗର୍ବ ଅନୁଭବ ହେବ।